ଆଜି କେଉଁମାନଙ୍କର ଆସିଲା ସୁଭଦ୍ରା ଟଙ୍କା ଏବଂ କେଉଁମାନଙ୍କର ଆସିଲା ନାହିଁ କାରଣ କଣ? ଯଦି ଆପଣ ଜଣେ ସୁଭଦ୍ରା ହିତାଧିକାରୀ ତାହେଲେ ଚ୍ୟାନେଲଟିକୁ ଏବେ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। କାରଣ ଆପଣଙ୍କ ପରିବାରରେ ହେଉ କିମ୍ବା ରିଲେଟିଭରେ ହେଉ କିମ୍ବା ସାଙ୍ଗସାଥିରେ ହେଉ ଜଣେ ନା ଜଣେ ସୁଭଦ୍ରା ହିତାଧିକାରୀ ଥିବେ ତ ସେମାନଙ୍କ ପାଖରେ ଏହି ଭିଡିଓଟି ପହଞ୍ଚିବା ଆବଶ୍ୟକ। ଆଜି ଆମେ କଥା ହେବା ଯେବେ ସେକେଣ୍ଡ ଥର ପାଇଁକା ପୋର୍ଟାଲ ଓପନ ହେଲା ବହୁତ ହିତାଧିକାରୀ କିମ୍ବା ମହିଳା ମାନେ 21 ବର୍ଷ ହୋଇଯାଇଥିଲା କିମ୍ବା କୌଣସି କାରଣରୁ ସେମାନେ ଆବେଦନ କରିପାରିନଥିଲେ ଅନେକ ହିତାଧିକାରୀ ନୂତନ ଭାବେ ଯୋଡି ହେଇଛନ୍ତି। ତ ସେଥିମଧ୍ୟରୁ ଯୋଉମାନେ ଆବେଦନ କରିଛନ୍ତି ସେମାନେ ସମସ୍ତେ ଅପେକ୍ଷା କରିଛନ୍ତି ଯେ ଟଙ୍କା ଆସିଲା ଯଦି ଆମର କଣ ପାଇଁ ଆସିଲାନି କି ସମସ୍ତଙ୍କର ଆସିଲା କି ଆସିଲାନି। ଦେଖନ୍ତୁ ଯୋଉମାନେ ବି ଆବେଦନ କରିଥିଲେ ସେକେଣ୍ଡ ଫେଜରେ ସମସ୍ତଙ୍କର ଟଙ୍କା ଆସିବ ନାହିଁ କାରଣ ଦେଖନ୍ତୁ ସମସ୍ତେ 21 ବର୍ଷ ମାନେ ସେମାନେ ପଢା ସାରିକିରି ଜଷ୍ଟ ଆବେଦନ କରିଛନ୍ତି କିମ୍ବା ପଢା ଟାଇମରେ ବି ଆବେଦନ କରିଛନ୍ତି। ତ ତା ପୂର୍ବରୁ ସେମାନେ ସ୍କଲାରସିପ ଟଙ୍କା ନିଶ୍ଚୟ ପାଇଥିବେ। ତେଣୁକରି ଏଥିପାଇଁକା ବହୁତ ହିତାଧିକାରୀଙ୍କର ରିଜେକ୍ଟ ହୋଇଛି ଫର୍ମଟି। ତ ଯୋଉମାନେ ବି ଏଲିଜିବୁଲ ହୋଇଛନ୍ତି ସେମାନେ କେତେ ଟଙ୍କା ପାଇବେ? 5,000 ନା 10,000 ନା ପୂର୍ବ ଭଳି ଯୋଉମାନେ 15,000 ପାଇ ଛାଡ଼ିଛନ୍ତି 15,000 ପାଇବେ। ଦେଖନ୍ତୁ ଯୋଉମାନେ ନୂତନ ଭାବେ ଆବେଦନ କରିଛନ୍ତି ସେମାନେ ଯଦି ଏଲିଜିବୁଲ ହଉଛନ୍ତି ତାହେଲେ ଆପଣ ଟୋଟାଲି 5,000 ଟଙ୍କା ପାଇବେ। 10,000 ନୁହଁ କି 15,000 ନୁହଁ, ଆପଣ 5,000 ଟଙ୍କା ପାଇବେ। ଆଉ କେଉଁମାନେ ଆଜି ପାଇବେ? ଦେଖନ୍ତୁ ଯୋଉମାନେ 3ଟି କିସ୍ତି ପାଇଛନ୍ତି ମୁଁ ତାଙ୍କୁ ପ୍ରଥମରୁ କହୁଛି ଯେ ଏ ଭିଡିଓଟି ତମ ମାନଙ୍କ ପାଇଁକା ନୁହଁ। ତ ଆପଣ ମାନେ ଯୋଉମାନେ 3ଟି କିସ୍ତି ପାଇଛନ୍ତି ସେମାନେ ଏବେ ପାଇବେ ନାହିଁ, ସେମାନେ ପାଇବେ ମାର୍ଚ୍ଚ 8ରେ। ତ ଆଜି କେବଳ ପାଇବେ ଯୋଉମାନେ ନୂତନ ଆବେଦନ କରିଛନ୍ତି କିମ୍ବା ଯୋଉମାନଙ୍କ ଫର୍ମ ପୂର୍ବରୁ ଆବେଦନ କରିକି ବି ପେଣ୍ଡିଂ ପ୍ରୋସେସିଂରେ ଥିଲା କିମ୍ବା ପ୍ରଥମ ଦ୍ୱିତୀୟ କିସ୍ତି ଆସି ନଥିଲା ଏବଂ ଯୋଉମାନେ ରିଜେକ୍ଟ ହୋଇଥିଲେ ସେମାନଙ୍କ ମଧ୍ୟରୁ କିଛିକୁ ମିଳିବ ଆଜି ସୁଭଦ୍ରା କିସ୍ତିର ଟଙ୍କା। ଯୋଉମାନେ 3ଟି କିସ୍ତି ପାଇ ସାରିଛନ୍ତି ସେମାନଙ୍କ ପାଇଁକା ଆଜି ଟଙ୍କା ଆସିବ ନାହିଁ, ସେମାନଙ୍କୁ ମାର୍ଚ୍ଚ 8ରେ ଆସିବ। ଦେଖନ୍ତୁ ଆବେଦନ ତ ଅନେକ କରିଥିଲେ ସେକେଣ୍ଡ ଫେଜ ଯେବେ ଓପନ ହେଲା କିନ୍ତୁ ମିଳିବ ସେଥି ମଧ୍ୟରୁ 1,78,000ଙ୍କୁ ମିଳିବ କଣ 5,000 ଟଙ୍କା ମିଳିବ। ତ ଅନେକ ଆବେଦନ କରିଥିଲେ କିଛି ଫର୍ମ ରିଜେକ୍ଟ କରାଯାଇଛି 1,78,000ଙ୍କୁ ମିଳିବ ସୁଭଦ୍ରା କିସ୍ତିର ଟଙ୍କା। ଯେଉଁମାନଙ୍କ ଆପ୍ଲିକେସନଟି ଗୋଟେ ପ୍ରଥମ କିସ୍ତି ପାଇଁକି ହଉ କିମ୍ବା ପ୍ରଥମରୁ ରିଜେକ୍ଟ କରାଯାଇଥିଲା ସେମାନେ ଭାବୁଛନ୍ତି ତାଙ୍କର ଆଜି ଟଙ୍କା ଆସିବ ବୋଲି। ଦେଖନ୍ତୁ ଟଙ୍କା ଆସିବ ଜମାରୁ 24,000 ହିତାଧିକାରୀଙ୍କର ଯୋଉମାନେ ଅଭିଯୋଗ କରିଥିଲେ ସେମାନଙ୍କର ଟଙ୍କା ଆସିବ। ତ ରିଜେକ୍ଟ ତ ଅନେକ ହୋଇଥିଲା, 5 ଲକ୍ଷରୁ ଉର୍ଦ୍ଧ୍ୱ ଫର୍ମ ରିଜେକ୍ଟ ହୋଇସାରିଲାଣି। ତ 24,000କୁ ଜମା ମିଳିବ ଏ କିସ୍ତିରେ ଟଙ୍କା। ସମସ୍ତେ ଭାବନ୍ତୁନି ଯେ ଆପଣଙ୍କୁ ମିଳିବ ବୋଲି। ଆଜି ଟୋଟାଲ 4,57,000 ମହିଳାଙ୍କୁ ମିଳିଲା ସୁଭଦ୍ରା କିସ୍ତିର ଟଙ୍କା। ଯେଉଁମାନଙ୍କର ପ୍ରଥମ ଦ୍ୱିତୀୟ କିସ୍ତି ଟଙ୍କା ମିଳିନାହିଁ କିମ୍ବା ପ୍ରଥମରୁ ଆବେଦନ କରିଥିଲେ ଆପଣଙ୍କ ଆବେଦନଟି ନା କି ରିଜେକ୍ଟ କରାଯାଇଛି ନା କି ଆପଣଙ୍କୁ ଟଙ୍କା ମିଳିଛି। ତ ଏ ଟାଇପର ମହିଳା ମାନେ ରହୁଛନ୍ତି, ହିତାଧିକାରୀ ମାନେ ରହୁଛନ୍ତି 2 ଲକ୍ଷରୁ ଉର୍ଦ୍ଧ୍ୱ, ସେମାନଙ୍କୁ ମିଳିବ ଆଜି ମଧ୍ୟ ଟଙ୍କା 10,000 ଟଙ୍କା ଏମାନଙ୍କୁ ମିଳିବ। ପ୍ରଥମେ ଯୋଉମାନେ ଆବେଦନ କରିଛନ୍ତି 21 ବର୍ଷ ହୋଇଛି ସେମାନଙ୍କୁ 5,000 ମିଳିବ। ଯୋଉମାନେ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କୁ 10,000 ଟଙ୍କା ମିଳିବ। ଯେଉଁ ହିତାଧିକାରୀ ମାନେ ପ୍ରଥମ ଥର କରି ଆବେଦନ କରିଥିଲେ ସେମାନେ 1,78,000 ମହିଳାଙ୍କୁ ଆଜି ମିଳିଲା 5,000 ଟଙ୍କା। ଆପଣ ମାନେ ଯୋଉ ଆବେଦନ ଟାଇମରେ ଯୋଉ ବ୍ୟାଙ୍କ ଦେଇଥିଲେ କିମ୍ବା ଭାବୁଥିଲେ ମୁଁ ସେଠାରେ ଲେଖିଛି ବୋଲି ସେମିତି କିଛି ସେ ବ୍ୟାଙ୍କରେ ଟଙ୍କା ଆସିବନି। ଟଙ୍କା ଆସିବ ଆପଣଙ୍କର ଯୋଉ ବ୍ୟାଙ୍କରେ ଡିବିଟି ଲିଙ୍କ ଅଛି ସେ ବ୍ୟାଙ୍କରେ ଟଙ୍କା ଆସିବ। ତ ଆପଣ ମାନେ ଡାଇରେକ୍ଟ ଆକାଉଣ୍ଟ ଚେକ୍ କରନ୍ତୁ। ଆପଣ ମାନେ ସୁଭଦ୍ରା ପୋର୍ଟାଲରେ ଏବେ ଦେଖିଲେ ଆପଣ ମାନେ ଜାଣିପାରିବେ ନାହିଁ କାରଣ ଯେହେତୁ ମାନେ ଅଳ୍ପ କିଛି ସମୟ ହବ ଟଙ୍କା ଛଡା ହେଇଛି ତେଣୁକରି ସାଇଟରେ ଅପଡେଟ ହୁଏ ନାହିଁ। ଆପଣ ଡାଇରେକ୍ଟ ନିଜ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ। ଯେଉଁମାନଙ୍କର ଟଙ୍କା ଆସିନାହିଁ କିମ୍ବା ସୁଭଦ୍ରା ଫର୍ମ ଉପରେ ଆପଣଙ୍କର କିଛି ଡାଉଟ ଥାଏ କି ଟଙ୍କା କିଭଳି ପାଇବେ କି ଆପଣଙ୍କର କେତେଟା କିସ୍ତି ମିଳିଲାଣି କି କେତେ ଟଙ୍କା ମିଳିଲା, ଆପଣ ମାନଙ୍କର ଯଦି ଡାଉଟ କିଛି ଥାଏ ତାହେଲେ ଆପଣ ଏଇ ଚ୍ୟାନେଲ ମାଧ୍ୟମରେ ଆପଣ କମେଣ୍ଟ କରିପାରିବେ ଯାହାର ଆନ୍ସର ଆପଣଙ୍କୁ ମିଳିବ। ଆଜି ଟୋଟାଲ 4,57,000ରୁ ପ୍ଲସ ମହିଳାଙ୍କୁ ଆଜି ସୁଭଦ୍ରା ଟଙ୍କା ଛଡା ଯାଇଛି। ସେଥି ମଧ୍ୟରୁ 1,78,000 ନୂତନ ଆବେଦନ କରିଥିଲେ ଏବଂ 24,000 ପ୍ଲସ ଯୋଉମାନଙ୍କର ରିଜେକ୍ଟ ଫର୍ମ ହୋଇଥିଲା ଏବଂ 2 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଯୋଉମାନଙ୍କୁ ପେଣ୍ଡିଂ ରେ ଥିଲା କିମ୍ବା ପ୍ରଥମ ଦ୍ୱିତୀୟ କିସ୍ତିର ଟଙ୍କା ମିଳିନଥିଲା ଏଇଭଳି 4,57,000 ମହିଳାଙ୍କୁ ଆଜି ମିଳିଲା ସୁଭଦ୍ରା ଟଙ୍କା। ରହୁଛି ଦେଖା ହବା ନୂଆ ଏକ ଭିଡିଓରେ। ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ।